ବସ୍ତାରେ ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ସ୍ୱାଧୀନତା ଦିବସ। ନରଣପୁର ଗ୍ରାମଠାରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ସଦାନନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟରେ ବସ୍ତା ବିଧାୟିକା ସୁଭାଷିନୀ ଜେନା, ବସ୍ତା ବ୍ଲକର ଅଧ୍ୟକ୍ଷା ଅଞ୍ଜଳି ଦାସ, ବସ୍ତା ତହସିଲ କାର୍ଯ୍ୟାଳୟ ତହସିଲଦାର ସୁଶାନ୍ତ ପଟ୍ଟନାୟକ, ଏସ୍ଡିପିଓ କାର୍ଯ୍ୟାଳୟରେ ମାନସ ଦେଓ, ବସ୍ତା ଥାନାର ଆଇଆଇସି ରଞ୍ଜିତ କୁମାର ସାହୁ, ଅମରଦା ରୋଡ ଫାଣ୍ଡିରେ ଏଏସ୍ଆଇ ବିଜୟ କୁମାର ବାରିକ, ୟୁନାଇଟେଡ୍ କଲଚରାଲ ଆଣ୍ଡ ସ୍ପୋର୍ଟସ ସଭାପତି ସାଫଲ୍ୟ କୁମାର ନନ୍ଦୀ, ସିଦ୍ଧେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବେଣୁଧର ବେହେରା, ସିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟ ରାଜେଶ କୁମାର ସେଠୀ, କାଲାମ କୋଚିଂ ସେଣ୍ଟର ରାଧାକୃଷ୍ଣ ପ୍ରଧାନ, ଅମରଦା ରୋଡ ସରକାରୀ ଚିକିତ୍ସାଳୟରେ ଡକ୍ଟର ଆଦିତ୍ୟ ପୁହାଣ, ଏଞ୍ଜେଲ ଟ୍ୟୁଟୋରିଆଲରେ କବି ପୂର୍ଣ୍ଣଚନ୍ଦ୍ର ମହାଳିକ, ନଟାକୋଟା ପଞ୍ଚାୟତର ଯୁଗ୍ମ ଭାବେ ସରପଞ୍ଚ ବନ୍ଦନା ସେଠୀ ଓ ସମବାୟ ସମିତିର ସଭାପତି ଦୀପକ କୁମାର ସାହୁ, କୁଳିଦା ପଞ୍ଚାୟତ କାର୍ଯ୍ୟାଳୟ ସରପଞ୍ଚ ଅନ୍ନପୂର୍ଣ୍ଣା ସେନାପତି, ବସ୍ତା ସରକାରୀ ଚିକିତ୍ସାଳୟର ଇନଚାର୍ଜ ଦେବବ୍ରତ ଜେନା, କୋରୁଆ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଜୟନ୍ତ କୁମାର ରଣା, ପାଉଁଶକୁଲି ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ବିନ୍ଦୁବାଳା ସେନାପତି, ଉତ୍କଳ ଭାରତୀ ଶିକ୍ଷା କେନ୍ଦ୍ରରେ ପ୍ରଧାନ ଆଚାର୍ଯ୍ୟା ନନ୍ଦିତା ମହାନ୍ତି, ପାଉଁଶକୁଲି ନ୍ୟୁ ମାର୍କେଟ ରତିକାନ୍ତ ନନ୍ଦ ବ୍ରହ୍ମଚାରୀ, କୋରୁଆ ପଞ୍ଚାୟତର କୌବଲ୍ୟ କ୍ଷେତ୍ର ଟ୍ରଷ୍ଟର ଜଗନ୍ନାଥ ବ୍ରହ୍ମଚାରୀ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପରିଚାଳନା କମିଟିର ପୂର୍ବତନ ସଭାପତି ଗୌରଙ୍ଗ ପାତ୍ର ପ୍ରମୁଖ ଯୋଗ ଦେଇ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ। ବସ୍ତାରୁ ଶିରୀଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।